ଆପଣଙ୍କର ବିଶ୍ୱାସ ଅଛି ବର୍ତ୍ତମାନ ପୂର୍ବ ସରକାର ତ ଚାଲି ଯାଇଛି, ନୂଆ ସରକାର ଓଡିଶାରେ ଆସିଛି, ଆପଣଙ୍କର ବିଶ୍ୱାସ ଅଛି ଆପଣଙ୍କୁ ନ୍ୟାୟ ମିଳିବ ସରକାରଙ୍କଠୁ? ନିଶ୍ଚିତ ହିଁ ମିଳିବ, ମୋର ଆଶା ଆଉ ଭରସା ବିଶ୍ୱାସ ଅଛି। ମୋ ପାଇଁ ନାହିଁ, ମୁଁ ଏ ସଂଘର୍ଷ ଏ ଲଢେଇ ନିଷ୍ପାପର ଛୁଆଟିଏ ପାଇଁ, ନିରୀହ ଛୁଆଟିଏ ପାଇଁ ମୁଁ କରୁଛି। ମୋ ଜୀବନକୁ ତ ମୁଁ ଅଲରେଡି ମୁଁ ଦେହାଞ୍ଜଳି ଦେଇଦେଇଛି କି ସମର୍ପିତ କରିଦେଇଛି। ସେଇଟା ତ ଗୋଟେ ବାପାର କର୍ତ୍ତବ୍ୟ ଆପଣ କରୁଛନ୍ତି। ଯେହେତୁ ଦେଖିବେ ଗୋଟେ ଯେପର୍ଯ୍ୟନ୍ତ ଗୋଟେ ପିଲାର 18 ବର୍ଷ ହେଇନଥାଏ ସେତେବେଳେ ରାଇଟ୍ ଥାଏ ସେ ପିଲାଟି ତା ମା ପାଖରେ ଥାଏ, କିନ୍ତୁ ଆପଣ ସେଇ ସହୃଦୟ ବ୍ୟକ୍ତି ଯିଏକି ଗୋଟେ ପିଲାର ଲାଳନ ପାଳନ କରିବା ପାଇଁ ଦାୟିତ୍ୱ ଆପଣ ନେଇଛନ୍ତି। ମା ଛେଉଣ୍ଡ ପିଲାଟି, ମା ଦୂରରେ ରହୁଛି କିନ୍ତୁ ବାପା ହେଇକି ଗୋଟେ ମା ର କର୍ତ୍ତବ୍ୟ ବି ଆପଣ କରୁଛନ୍ତି, ଗୋଟେ ବାପାର କର୍ତ୍ତବ୍ୟ ବି ଆପଣ କରୁଛନ୍ତି। ତ ଏଇଟା ବହୁତ ବଡ କଥା। ଭଗବାନ ଆପଣଙ୍କ ପରି ପୁରୁଷ ଆହୁରି କରନ୍ତୁ। ତେଣୁ ମୁଁ ବିଶେଷ କିଛି ସେ ବିଷୟରେ ଆଲୋକପାତ କରିବିନି, କିନ୍ତୁ ଏଇଠି କଥା ଉଠୁଛି ଯେ କି କାଗେଜିରୁ ସେ ସୋନାଲି ପଣ୍ଡା ସେଇ ଯୋଉ ପ୍ରକ୍ରିୟାଟା ଗୋଟେ ତାଙ୍କର ସେ ଯୋଉ ପ୍ରକ୍ରିୟାରେ ସେ କାଗଜରୁ ସୋନାଲି ପଣ୍ଡା ହେଇଛନ୍ତି, ସେଇ ବିଷୟରେ ଆପଣ ତ ବହୁତ ସାରା ବାଇଟ୍ ଦେଇଛନ୍ତି ବିଭିନ୍ନ ଚ୍ୟାନେଲ ମାଧ୍ୟମରେ, ଯେ କି ସେ ଯାତ୍ରା ପାର୍ଟିର ମାଲିକ, ତୁଳସୀର ପାର୍ଟିର ମାଲିକ, ତା ବିଷୟରେ ଆପଣ କହିଛନ୍ତି। କିନ୍ତୁ ଏମିତି କିଛି କଥା ଅଛି କି ଆପଣ ଯୋଉଟା କି କହିପାରୁନାହାନ୍ତି ମିଡିଆ ସାମ୍ନାରେ, କହିବାକୁ ଚାହିଁଲେ ବି କିନ୍ତୁ କହିପାରୁନାହାନ୍ତି? ଆଜ୍ଞା ଗୋଟେ କଥା ହଉଛି, ଜଣେ ବାପ ଘରୁ ଶାଶୁ ଘରକୁ ଆସେ, ଶାଶୁ ଘରକୁ ଯାଇକି ଯୋଉ କଥାଟା ଏଇ ଯୋଉ ପ୍ରକ୍ରିୟାଟା ଚାଲିଛି, କାଗଜ ପଲେଇଥିଲେ, କାଗଜ ସାମନ୍ତ ସିଂହାର ହେଲେ, ବିବାହ ପରେ ସୋନାଲି ପଣ୍ଡା କେବେ ହେଲେ ସେଇଟା ମୁଁ ଜାଣି ନାହିଁ। କାହିଁକି ନା ମୁଁ ସୋନାଲି ନାମରେ ଗୋଟେ ୟୁନିକ୍ ନାଁ ଦରକାର ଥିଲା, ସେଟା ଦିଆଯାଇଥିଲା ଯାତ୍ରାରେ, ମୁଁ ସେଇଟା ଜାଣିଛି। କିନ୍ତୁ ସେ ପଣ୍ଡା କେବେ ହେଲା, ଆଧାର କାର୍ଡ ତାଙ୍କ ନାଁରେ କେମିତି ସୋନାଲି ପଣ୍ଡା ହେଲା, ତାର ପରିଚୟ କଣ, ଆଧାର କାର୍ଡରେ କିଏ ତାର ମାନେ ଇଏ ରହିଛନ୍ତି ଯେ ତାଙ୍କୁ ପଣ୍ଡାର ପରିଚୟ ଦେଇକି ତାଙ୍କୁ ଆଧାର କାର୍ଡ କରିଛନ୍ତି, ତାହେଲେ ଏଇ ସବୁ କେମିତି ହେଇଛି ତାଙ୍କର? ଆଚ୍ଛା, ସୋନାଲି ପଣ୍ଡା ଯୋଉ ଆଧାର କାର୍ଡ ସେ ଆପଣଙ୍କ ପାଖରେ, ଆପଣ ଦେଖିଛନ୍ତି ସେ ଆଧାର କାର୍ଡ, ତାଙ୍କ ନାଁରେ ସୋନାଲି ପଣ୍ଡା ନାମରେ ସେ ଆଧାର କାର୍ଡ ଅଛି ବୋଲି? ମୁଁ ଶୁଣୁଛି, କିନ୍ତୁ ବହୁତ ଜଲ୍ଦି ମୁଁ ଦେବା ପାଇଁ ଚାହିଁବି ଆଧାର କାର୍ଡ ସୋନାଲି ପଣ୍ଡା ହେଲା କେମିତି। ଏଇଟା ଗୋଟେ ବହୁତ ବଡ କଥା, ପ୍ରଥମ ଥର ପାଇଁ ଆପଣଙ୍କ ମୁହଁରୁ ଶୁଣିଲି ଯେ ଆଧାର କାର୍ଡରେ ବି ସୋନାଲି ପଣ୍ଡା ତାଙ୍କର ଟାଇଟଲ ପରିବର୍ତ୍ତନ କରିଛନ୍ତି, ମାନେ ପଲେଇରୁ ସାମନ୍ତ ସିଂହାର, ସାମନ୍ତ ସିଂହାରରୁ ପଣ୍ଡା। ଯେତେବେଳେ ପ୍ରଥମ ଥର ଆପଣ ଶୁଣିଲେ ଯେ ଆପଣଙ୍କ ପତ୍ନୀଙ୍କ ନାମ ପରିବର୍ତ୍ତନ ହେଇକି ବି ଟାଇଟଲ ଚେଞ୍ଜ ହେଇଯାଇଛି, ତାର ସାଙ୍ଗିଆ ଚେଞ୍ଜ ହେଇଯାଇଛି, ସେତେବେଳେ ଆପଣଙ୍କ ରିଆକ୍ସନ କେମିତି ଥିଲା? ବହୁତ ରିଆକ୍ସନ ଥିଲା। ମୁଁ ଏତେ ମାନେ ରିଆକ୍ସନ ନିଏନି ଏଥିପାଇଁ ଯେ ଗୋଟେ ମଜା ମସ୍ତିରେ ମୁଁ ଭାବିଦିଏ ଯେ ସେ ଗୋଟେ ମଜାରେ ଲେଖିଦେଇଛି, କିନ୍ତୁ ଯେତେବେଳେ ପୁରା ସତ୍ୟତା ଉପରେ ଘଟଣାଟା ଆସୁଛି ମୁଁ ନିଶ୍ଚିତ ହିଁ ପରିପ୍ରକାଶ କରିବା ପାଇଁ ଚାହିଁବି। ଏଇଟା ବହୁତ ବ୍ରାହ୍ମଣ ସମାଜକୁ ଗୋଟେ କଳଙ୍କିତର ଆଖ୍ୟା ଦିଆଗଲା। ଆକ୍ଚୁଆଲି ନୁହେଁ, ଯାହା ଆପଣ ମ୍ୟାରେଜ କରିଥାନ୍ତେ ସମାଜ ଆଗରେ, ବ୍ରାହ୍ମଣ ଛୁଆକୁ ମ୍ୟାରେଜ କଲେ ଆପଣ ତାଙ୍କର ବିଧି ବିଧାନ ହିସାବରେ ଗୋଟେ ଖଣ୍ଡାୟତ ପରିବାରରୁ ଝିଅ ଯାଇକି ଯଦି ବ୍ରାହ୍ମଣ ପରିବାରରେ ପଣ୍ଡା ସାଙ୍ଗରେ ଟାଇଟେଲରେ ନାମରେ ପରିଚିତ ହଉଛି, ତାଙ୍କର ସବୁ ବିଧିବିଧାନ ଥାଏ, ବ୍ରାହ୍ମଣ ସମାଜର ଗୋଟେ ବିଧିବିଧାନ ଥାଏ। ସେଇଟା ତ ଆମେ ଦେଖିନୁ କି ଜାଣିନାହୁଁ, ତାହେଲେ ସୋନାଲି ପଣ୍ଡା ହେଲେ କେମିତି, କାହା ପରିଚୟ ନେଇକି ବଞ୍ଚିଛନ୍ତି ସୋନାଲି ପଣ୍ଡାରେ, ଏଇଟା ଆପଣ ମାନଙ୍କ ଉପରେ ମୁଁ ଛାଡି ଦେଇଛି। ଆପଣ ମାନେ ବିଚାର କରନ୍ତୁ, ଆପଣ ମାନେ ଇନଭେଷ୍ଟିଗେସନ କରନ୍ତୁ, ନିଶ୍ଚିତ ପାଇପାରିବେ। ନିହାତି ଭାବରେ ବହୁତ ବଡ କଥା ଗୋଟେ ଏଇଟା। ସମସ୍ତେ ନିଜର ମାନେ ପୂର୍ବ ପୁରୁଷ ନିଜର ଦେଖନ୍ତୁ, ଯେମିତି ଆପଣ ଆପଣଙ୍କର ବାପାଙ୍କର ବାପା ବା ଜେଜେ ବାପା ତାଙ୍କର ଟାଇଟଲ ନେଇକି, ଆପଣଙ୍କର ପରିବାରର ଟାଇଟଲ ନେଇକି ଆପଣ ବଞ୍ଚୁଛନ୍ତି। କାହିଁକି ନା ଆମକୁ ଖୁସି ଲାଗେ, ଆମର ଗୋଟେ ଓଡିଆ ହିସାବରେ ଅନ୍ୟ ଜାଗାରେ ଦେଖନ୍ତୁ, ଆମ ଓଡିଶା ଷ୍ଟେଟ କୁ ଅଲଗା ଷ୍ଟେଟ କୁ ଗଲେ ତାଙ୍କର ବାପାଙ୍କ ନାଁ ଯୋଡା ହେଇଥାଏ ସେଥିରେ, କିନ୍ତୁ ଆମ ଓଡିଶାରେ କଣ, ଆମ ପରିବାରର ଗୋଟେ ସ୍ୱତନ୍ତ୍ର ସାଙ୍ଗିଆ ଥାଏ। ସେଇ ସାଙ୍ଗିଆକୁ ନେଇକି ଆମେ ଗର୍ବ ଅନୁଭବ କରୁ କି ମୁଁ ମହାନ୍ତି ଘର ଛୁଆ, ମୁଁ ସାମନ୍ତ ସିଂହାର ଘରର ଛୁଆ, ମୁଁ ପଣ୍ଡା ଘରର ଛୁଆ, ନିଜେ ଗର୍ବର ସହିତ ଆମ ପରିବାରର ଟାଇଟଲକୁ ଆମେ ଦେଇଥାଉ। କିନ୍ତୁ ନିଜ ପରିବାରକୁ ଭୁଲି, ନିଜ ଟାଇଟଲକୁ ଭୁଲି, ନିଜ ଯାହାକୁ ବିବାହ କରିଛନ୍ତି ତାଙ୍କ ଟାଇଟଲକୁ ଭୁଲି ଅନ୍ୟକୁ ଗୋଟେ ଟାଇଟଲ ଦେବା ନିହାତି ଭାବରେ ଗୋଟେ ଓଡିଆ ସଂସ୍କୃତି ପରମ୍ପରା ପ୍ରତି ଗୋଟେ ନିହାତି ଗୋଟେ ନିନ୍ଦନୀୟ ଘଟଣା, ଯାହାକି ମୁଁ କହିବି ବର୍ତ୍ତମାନ। କିନ୍ତୁ ଆଉ ଗୋଟେ କଥା ଦେଖନ୍ତୁ,
ସେ ଯୋଉ କାଗଜି ପଲେଇ ଓରଫ ସୋନାଲି ପଣ୍ଡା ଯୋଉ କହି ବୁଲୁଛନ୍ତି ଯେ 12 ବର୍ଷ ହେଲା ଆପଣ ଯାଇଥିଲେ କୁଆଡେ, କିନ୍ତୁ ମୋର ବି ଏଇଠି ପ୍ରଶ୍ନ ଉଠିବ ଯଦି ସିଏ କହୁଛନ୍ତି 12 ବର୍ଷ ହେବ ଆପଣ ଯାଇଥିଲେ କୁଆଡେ, ତାହେଲେ 10 ବର୍ଷର ପିଲାଟା ଆସିଲା କୋଉଠୁ? ଆଜ୍ଞା ଆକ୍ଚୁଆଲି ତାଙ୍କର ମାନେ ହାସ୍ୟ ବୋଧେ କଥା ଏଇଟା, ଆଚ୍ଛା ତାଙ୍କ ମୁଣ୍ଡଟା ଆକ୍ଚୁଆଲି ଟିକେ ଖରାପ ହେଇଯାଇଛି ବୋଧେ, ଏଇଟା ଗୋଟେ ଅସମ୍ଭବ କଥା। ସମାଜ ଆଗରେ ସେ ଦୁନିଆ ଆଗରେ କହୁଛନ୍ତି ଯେ 12 ବର୍ଷ, କିନ୍ତୁ 12 ବର୍ଷ ପୂର୍ବରୁ ତ ମୁଁ ତମକୁ ମ୍ୟାରେଜ କରିଥିଲି, ବୁଝିପାରୁଛନ୍ତି? ବୁଝିଲି ବୁଝିଲି। 10 ବର୍ଷ ହେଲା ଛୁଆ ଜନ୍ମ ହେଇଛି, 2 ବର୍ଷ ଗ୍ୟାପ ହେଇଥିଲେ, ଏଇଟା ଗୋଟେ ହାସ୍ୟବଦ୍ଧ କଥା। ଆଜ୍ଞା ଆପଣ ସେଟାକୁ ପରିପ୍ରକାଶ କରନ୍ତୁ ମିଡିଆ ଆଗରେ, ଜାଣନ୍ତୁ ଯେ ଯଦି 12 ବର୍ଷର ସମ୍ପର୍କ ନଥିଲା ତାହେଲେ ଛୁଆଟିଏ 12 ବର୍ଷ ପୂର୍ବରୁ ଛୋଟିଏ ବକଟ ଛୁଆଟିଏ ହେଇଥିଲା, ମାନେ ନାଳ ଛାଡି ନଥିଲା ଛୁଆର, ତାହେଲେ 10-8 ବର୍ଷର ଛୁଆ ସହିତ ଭିଡିଓ କଲ କେମିତି? ସମାଜ କଣ ଏତେ ଅନ୍ଧ ହେଇଯାଇଛି, ଦୁନିଆ କଣ ଏତେ ଅନ୍ଧ ହେଇଯାଇଛି? ଭିଡିଓ ରିଲ୍ସ ଦେଖିଲା ପରେ କଣ ଜାଣି ପାରୁନାହାନ୍ତି? ପିଲାର ବୟସ କେତେ ବୟସ ପିଲା ସହିତ ସେ ଭିଡିଓ ବନଉଛନ୍ତି? ଆଜ୍ଞା